ଅଦା 200 ରସୁଣ 200 ଭାଇନା ପଦେ କହିଦି ସବୁ ରେଟ୍ ଅଛି। ରେଟ୍ ଅଛି ଆଗରୁ ହେଇଥିଲା ନା ଏଟା ଫାର୍ଷ୍ଟ ଟାଇମ୍ ହେଲା? ଆଗରୁ ବି ମଝିରେ ହଉଥିଲା। ଏଠି ରାଗିବାର କ'ଣ ଅଛି? ଆଗରୁ ହଉଥିଲା ଏବେ ହବ ହେଲେ ବି ସରକାର ଯେ ଆଇଲେ ସେଇଟା କମେଇବା ଟିକେ ଦରକାର ହେଉଛି ନା। ଆଉ ଗରିବ ଲୋକ ଚଳିବେ କେମିତି କହିଲ ଦେଖିବା। କୁହନ୍ତୁ ହଉ ଛାଡ଼ ଆମେ ଯିବା ଏଇଠି ବୁଲି ବୁଲିକା। କ'ଣ କହିବ ଭାଇନା ଯେଉଁ ପରିବା ରେଟ୍ ହେଇଯିବ ଲୋକଙ୍କର କମ୍ପ୍ଲେନ୍ ହେଉଛି ବାଇଗଣ କୁଆଡ଼େ 70 ଟଙ୍କା, ପୋଟଳ 90 ଟଙ୍କା, କାଙ୍କଡ଼ 100, ଆଳୁ ଧଡ଼ା 100, କ'ଣ କରିବି? ଆମେ ଯେ ଭୋଟ ଦେଇକି ବିଜେପି ସରକାର ବାଛିଥିଲେ ଦୀର୍ଘ 25 ବର୍ଷ ବିଜେଡି ସରକାର କଲା। ସେ ତ ଯାହା ଲୁଟି ଖାଇଲେ ତାପରେ ଆମେ ସେକେଣ୍ଡ ଥରକ ବାଜିଲେ 25 ବର୍ଷ ପରେ ନୂଆ ଗଭର୍ଣ୍ଣମେଣ୍ଟର ବାଜିଲେ ଯେ ବିଜେପି ସରକାର ଆସି କିଛିଟା ପରିବର୍ତ୍ତନ କରିବ। ପରିବର୍ତ୍ତନ ଏଇ ତ ମୁଖ ସାକ୍ଷୀ ପରିବର୍ତ୍ତନ ଏଇଟା ପରିବର୍ତ୍ତନ କରାଯାଏ। ଆଳୁ ମାନେ ଲୋକ 10 ଟଙ୍କାର ଆଳୁ 40 ଟଙ୍କା ହେଲା, ପିଆଜ 20 ଟଙ୍କା 50 କଲିକତା ଆଉ ୟୁପିରୁ ଯେଉଁ ଆଳୁ ଆସୁଛି ଶସ୍ତାରେ କାହିଁ ଆସୁନି? ଇଲେକ୍ସନରେ ପଇସା ଖର୍ଚ୍ଚ ହେଲେ ସେ ଶସ୍ତା କେଉଁ ପଠେଇବେ? ଟ୍ରାନ୍ସପୋର୍ଟର କେଉଁ ହେବ? ଏଇ ଇଲେକ୍ସନ କୋଟି ଟଙ୍କା ଖର୍ଚ୍ଚ ହେଉଛି। ପେଟ୍ରୋଲ ଡିଜେଲ ରେଟ୍ କମେଇ ଦେଲେ ରେଟ୍ କମିଯାଆନ୍ତା। କେବେ କେଉଁଠି କମିଛି? କମିନି କେଉଁଠି କମିଛି? 101 ଅଛି। 101 ଥିଲା କେତେ କି? 103 ଥିଲା, 2 ଟଙ୍କା କମିଛି। 2 ଟଙ୍କା କମିଲେ ହେଇଗଲା। 2 ଟଙ୍କା ସେଠି କମିଲେ କେତେ ଟଙ୍କା ବଢ଼ୁଛି? 2 ଟଙ୍କା ଯଦି ସେଠି କମୁଛି ତେବେ ଏଠି କେତେ ଟଙ୍କା ବଢ଼ୁଛନ୍ତି? ଆଉ 10 ଟଙ୍କା ବଢ଼େଇ ଖାଇବା ଲୋକଙ୍କ ସଂଖ୍ୟା କେତେ? ଆଉ ଗାଡ଼ି ଚଳିବା ଲୋକ ସଂଖ୍ୟା କେତେ? ବସ୍ ଇଏ ରେଟ୍ ବଢ଼ି ନାହିଁ କି? ତ ପାସେଞ୍ଜର ରେଟ୍ ବଢ଼ି ନାହିଁ କି? ବଢ଼ିଛି। ତାହେଲେ କେବଳ ଖାଉଟିକି ମାରିବା ପାଇଁ ଏସବୁ ବ୍ୟବସ୍ଥା, ଆଉ କିଛି ନୁହଁ। ସରକାର ମାରୁଛି କି? ସରକାର ମାରୁଛି। ଭୋଟ ମୁଁ ଯାହାକୁ ଦେଇଥାଏ ନା କାହିଁକି? ଭୋଟ ମୁଁ ଯାହାକୁ ଦେଇଥାଏ ମୋ ସମସ୍ତେ ଚାହୁଁଥିଲେ ପରିବର୍ତ୍ତନ ପାଇଁ, ପରିବର୍ତ୍ତନ ଯାଇଛନ୍ତି। ମୁଁ ସେଥିରେ କିଛି କହିବି ଭୋଟ ମୁଁ କାହିଁ ମୋ କଥା ମୁଁ କହିବି ଏଇଠି ମାନେ ଯେଉଁ ପିଲା ସବୁ ବେକାରୀ ବୁଲୁଛନ୍ତି ତାଙ୍କୁ ଗୋଟେ କାମ ଦିଅ, ଯେଉଁକି ଆମ ଓଡ଼ିଶାରେ ସେଇଭଳିଆ କାମ ନାହିଁ। ବଡ଼ ବଡ଼ ଇଣ୍ଡଷ୍ଟ୍ରି ବସା ହୁଏ ଓଡ଼ିଶାରେ। ସେ ଆଗେ ତାଙ୍କ ପକେଟଟା ଗରମ ହେଇସାରୁ, ଆଗେ ପରିବାପତ୍ର ରେଟ୍ କରି ସବୁ ଇଏ କରିସାରିଲେ ତାପରେ ମୁଁ ତାକୁ ଦେବେ। ଏ ଗୁରିଆ ବ୍ୟବସ୍ଥା ବନ୍ଦ କରିବେ। ଗରିବକୁ ଏଇଠି ଉଠାଅ ପ୍ରଥମେ। ତାଙ୍କ ପାଖରେ କିଛି ନାହିଁ, ମାନେ ସେମାନଙ୍କ ପାଖରେ ପଇସା ହେଲେ ସିନା ଇଏ ହେବ। ମୁଁ ଆଉ କ'ଣ କହିବି, ଏତିକି ମୋର କହିବାର ଥିଲା। ଏତିକି କଥା କହି ଏତିକି କହି ବକ୍ତବ୍ୟ ଶେଷ କରୁଛି ଭାଇନାଙ୍କ ତରଫରୁ। ଗରିବୀ ସମସ୍ୟା ଉଠିବ କେଉଁଠୁ? ବଡ଼ ବଡ଼ ନିଜ କାମ କରିବାକୁ ତାଙ୍କ କାମ ମିଳିଲେ ସିନା କାମ କରିବେ। ଏଇ ତ କାମ ନାହିଁ ନା। କାମ ନେଇ କିଏ କହିଲା? ଆଉ ସେମାନେ ଆସୁନାହାନ୍ତି ଗାଁ ଗଣ୍ଡା ବୁଲିକି ସବୁକୁ ଟ୍ରେନିଂ ଦେବେ। ଇନ୍ଦିରା ଆବାସ ପାଉଛି, ଗରିବ ଲୋକଟେ ଇନ୍ଦିରା ଆବାସ ପାଉଛି। ଏଇ ଯେଉଁ ନେତାମାନେ ଯେଉଁ ଗରିବ ଲୋକର ଇନ୍ଦିରା ଆବାସ କାଟି ଦେଉଛି ସେଇଟା କ'ଣ ପାଉଛନ୍ତି? ଯେଉଁ ଗରିବ ଲୋକ ଇନ୍ଦିରା ଆବାସ ଗୋଟେ ପାଉଛି ସିଏ କ'ଣ କଟା ଯାଉଛି? କାହିଁକି କଟାଯାଉଛି? ବଢ଼ିଆ। ଆଉ ଗୋଟେ ବଢ଼ିଆ ପ୍ରଶ୍ନ, ଆମର ଯେଉଁ ନେତାମାନେ ସେମାନେ ସେଟା ବୁଝିବା ଦରକାର। ଆଚ୍ଛା କ'ଣ କହିବେ? ପ୍ରଶ୍ନ ଦେଲା ପରିବା ରେଟ୍। ଆଜ୍ଞା ପରିବା ରେଟ୍ କ'ଣ କହିବି, ଛୁଇଁ ହେଉନି। ଟମାଟର 80 ଟଙ୍କା, ବାଇଗଣ 80 ଟଙ୍କା, କଖାରୁ କିଲୋ 60 ଟଙ୍କା। କ'ଣ ଖାଇବ? ଲୋକ ମରିବେ ନା ବଞ୍ଚିବେ ଏଠି? କ'ଣ ଖାଇବେ? କିଛି ଲୋକ ଗରିବ ଲୋକ ଖାଇବାକୁ ପାଉନାହାନ୍ତି। ସରକାର ସେ ଗରିବ ଲୋକ ଖାଇବାକୁ ପାଉନାହାନ୍ତି। କ'ଣ ଖାଇବେ? କିଛି ଖାଇବାକୁ ପାଉନାହାନ୍ତି। ଆପଣ କ'ଣ କହିବେ କୁହନ୍ତୁ? ନୂଆ ସରକାର ଆସିଲେ ସମସ୍ତେ କହିଲେ ଯାହା ପରିବର୍ତ୍ତନ ହେବ, ଲୋକମାନେ ଶାନ୍ତିରେ ରହିବେ। ଆପଣଙ୍କ ଘରେ ରୋଷେଇ ଘରେ କେତେଟା ପରିବା ଏବେ ଥବ? କୋଉ ଆଇଟମ୍? କିଛି ନାହିଁ, କିଛି ନାହିଁ। ସବୁ ଭୋଟ କାହାକୁ ଦେଇଥିଲେ? ଭୋଟ ଯାହାକୁ ଦେଇଥିଲୁ କ'ଣ କହିବୁ? ଆମେ ଭୋଟ ଆକୁ ଦେଇଥିଲୁ, ତାକୁ ଦେଇଥିଲୁ। ନୂଆ ସରକାର କିଛି କଲେନି? ନୂଆ ସରକାର କରିବ, ଟାଇମ୍ ଆସିବ କରିବ। କ'ଣ ସାଙ୍ଗେ ସାଙ୍ଗେ କରିବେ ନା କ'ଣ? ତାଙ୍କର ଆସୁଛି କରିବେ, ଆସ୍ତେ ଆସ୍ତେ ସବୁ କରିବେ। ସେପଟେ ଏଇ କଥା ଶୁଣି ବର୍ଷା ଜୋର ହେଲାଣି। ହଁ, ସରକାର ଉପରେ କିଛି ନିର୍ଭର ନାହିଁ। ଏଇଟା ହେଉଛି ଆମର ଯେଉଁ ଗାଉଁଲି ମାନଙ୍କର ଯେଉଁ ନେତା ମାନଙ୍କର, ଏତକ ହେଉଛି ଗାଉଁଲି ନେତା ମାନଙ୍କର ସବୁ ଇଏ। ସରକାର ସିଏ ତା ଘରେ ବସିଲା, ସିଏ କ'ଣ ଏତେ ବୁଝିଲା? ସିଏ ଦେଇଦେଲା। ଏଇ ଯେଉଁ MLA